ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଆଲୋଚନା କରିବା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ରଚିତ ଏକ ସୁନ୍ଦର ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧଟିକୁ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରିବା ପୂର୍ବରୁ ଆମେ ପ୍ରାବନ୍ଧିକ ସମ୍ପର୍କରେ ଥୋଡ଼ା କିଛି ତଥ୍ୟ ଜାଣିନେବା। ତା ପରବର୍ତ୍ତୀ ସମୟରେ ଆମେ ପ୍ରବନ୍ଧଟିକୁ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ତାହେଲେ ଦେଖନ୍ତୁ, ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ 1909 ମସିହା ଡିସେମ୍ବର 1 ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତାଙ୍କ ନାମ ଥିଲା କ'ଣ? ସାଗର ପାଣିଗ୍ରାହୀ। ଏବଂ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ବିଶିଷ୍ଟ ଐତିହାସିକ, ଗବେଷକ ଏବଂ ଆଦର୍ଶ ସମାଲୋଚକ ଥିଲେ। ସେ କେବଳ ଜଣେ ପ୍ରାବନ୍ଧିକ ନଥିଲେ, ତତ୍ସହିତ ଜଣେ ସେ ଐତିହାସିକ, ଗବେଷକ ଏବଂ ସମାଲୋଚକ ମଧ୍ୟ ଥିଲେ। ଏବଂ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ 1976 ମସିହା ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ପାଇଥିଲେ ଏବଂ ସେ 1976 ମସିହାରେ ଭାରତ ସରକାରଙ୍କ ଦ୍ୱାରା କ'ଣ ପଦ୍ମଶ୍ରୀ ଉପାଧି ପାଇଥିଲେ। ଏବଂ ତାଙ୍କ ରଚନା ସମ୍ଭାର ଗୁଡ଼ିକ କ'ଣ ଅଛି? ଇତିହାସ କିମ୍ବଦନ୍ତୀ, ସାରଳ ସାହିତ୍ୟର ଐତିହାସିକ ଚିତ୍ର ଏବଂ ପ୍ରବନ୍ଧ ମାନସ ଓ ମୋ ସମୟର ଓଡ଼ିଶା। ଏବଂ ଆମର ଆଲୋଚ୍ୟ ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧଟି ପ୍ରବନ୍ଧ ମାନସରୁ ଆସିଅଛି। ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହି ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧରେ ସେ ପ୍ରାକୃତିକ ସୌନ୍ଦର୍ଯ୍ୟ କଥା ସେ ବର୍ଣ୍ଣନା କରିଛନ୍ତି। ଯେପରି ଭାବରେ କାଳିଦାସ ମେଘଦୂତ କାବ୍ୟରେ ଜଣେ ବିରହୀ ଯକ୍ଷଟିଏ ବର୍ଷାକୁ କ'ଣ ଅଛି ଦୂତ ଭାବରେ ପଠେଇଛି। ତାର ଅଳକାପୁରୀରେ ଥିବା ପ୍ରିୟା ପାଖକୁ ସେ ବର୍ଷା ପତ୍ର ନେଇକି ଯାଇଛି। ଠିକ୍ ସେହିପରି ଭାବରେ ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ସେ ମଗଧରେ ଅଛନ୍ତି ବା ସେ ମଗଧ ରାଜଧାନୀ ପାଟନାରେ ଅଛନ୍ତି। ସେ ପୁଷ୍ପପୁରରେ ଅଛନ୍ତି ଏବଂ ସେଇ ପୁଷ୍ପପୁରରୁ ସେ ବର୍ଷାକୁ ବା ମେଘକୁ ଦୂତ କରି ପଠେଇଛନ୍ତି କୋଉଠିକୁ? ଓଡ଼ିଶାକୁ। ହେ ବର୍ଷା, ତୁ ଟିକେ ଯା ମୋ ଜନ୍ମଭୂମି ଓଡ଼ିଶାକୁ ଟିକେ ଭିଜେଇ ଦେଇ ଆସ। କ'ଣ ପାଇଁ? କିଛି ଦିନ ହେଲା ଓଡ଼ିଶାର ଲୋକମାନେ ଏ ବର୍ଷା ଅଭାବରୁ ହାହାକାରରେ ପଡ଼ିଛନ୍ତି। ମୁଁ ଅନୁରୋଧ କରୁଛି, ହେ ବାରିଦ, ହେ ମେଘ, ହେ ବର୍ଷା, ତୁ ଟିକେ ଯା ମୋର ଜନ୍ମଭୂମିକୁ ଟିକେ ଭିଜେଇ ଦେଇ ଆସ ବୋଲି ତାଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତୁ ତାହେଲେ ପ୍ରବନ୍ଧଟିକୁ ଆମେ ପଢ଼ିବା। ସ୍ୱାଗତ ବାରିବାହ। ସ୍ୱାଗତ, ତୋର ସ୍ନିଗ୍ଧ କଜଳକାନ୍ତି ଆଜି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛନ୍ତି। ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରଥମେ ବାରିବାହକୁ ସ୍ୱାଗତ ଜଣାଇଛନ୍ତି ବା ବାରିବାହର ଅର୍ଥ ହେଉଛି ମେଘ। ମେଘକୁ ସ୍ୱାଗତ ଜଣାଇଛନ୍ତି। ସ୍ୱାଗତ ବାରିବାହ, ସ୍ୱାଗତ। ଏ ବାରିବାହ, ହେ ମେଘ, ତୋତେ ଆଜି ମୁଁ ସ୍ୱାଗତ କରୁଛି। ତୋର ସ୍ନିଗ୍ଧ କଜଳକାନ୍ତି ଆଜି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି। ତୋର ସ୍ନିଗ୍ଧ କଜଳକାନ୍ତି। ତୋର ସ୍ନିଗ୍ଧର ଅର୍ଥ ହେଉଛି କୋମଳ ବା ନରମ ଏବଂ କଜଳକାନ୍ତିର ଅର୍ଥ ହେଉଛି କଳା ରଙ୍ଗିଆ ବା କଳା। ସେ କହୁଛନ୍ତି, ହେ ବାରିବାହ, ଆଜି ସ୍ୱାଗତ କରୁଛି ତୋତେ। ଏବଂ ତୋର କୋମଳ କଜଳକାନ୍ତି, ତୋର କୋମଳ କଳା ରଙ୍ଗିଆ ମେଘ ଆଜି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି। ହେ ବାରିବାହ, ହେ ମେଘ, ତୋର ଆଜି କଳା ରଙ୍ଗିଆ କୋମଳ କଜଳକାନ୍ତି ଆଜି ତୋର କୋମଳ କଳା ରଙ୍ଗିଆ ମେଘ ଆଜି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି। ପୁଷ୍ପପୁର କ'ଣ? ପୁଷ୍ପପୁର ହେଉଛି ମଗଧ ରାଜଧାନୀ ବା ପାଟନାର ରାଜଧାନୀ ହେଉଛି ପୁଷ୍ପପୁର। ବିହାର ରାଜଧାନୀ ପାଟନା ହେଉଛି ପୁଷ୍ପପୁର। ଆଜି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି। ନେତ୍ରୋତ୍ସବ କ'ଣ? ଯେ ଶ୍ରୀ ଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା ପୂର୍ବରୁ ଜଗନ୍ନାଥକୁ
15 ଦିନ ଅଣସର ଘରେ ରଖିବା ପରେ ପ୍ରଭୁ ଜଗନ୍ନାଥଙ୍କର ନେତ୍ରୋତ୍ସବ ହୁଏ ବା ତାଙ୍କୁ ନେତ୍ର ପିତୁଳା ଲଗାଯାଏ। ଠିକ୍ ସେହିପରି ଭାବରେ ଯେପରି ଭାବରେ ନେତ୍ରୋତ୍ସବ ହେଲେ ବା ପ୍ରଭୁ ଜଗନ୍ନାଥଙ୍କର ଆଖିର ପିତୁଳା ସଂଯୋଗ କରାଗଲେ ସେ ବଡ଼ଦାଣ୍ଡ ବା ଜଗନ୍ନାଥ ଧାମ ପୁରୀ ଯେମିତି ଖୁସିରେ ହସି ଉଠେ, ଠିକ୍ ସେହିପରି ଭାବରେ ଆଜି ବର୍ଷା ବା ମେଘ ଏତେ ଦିନ ପରେ ଆଜି ପୁଷ୍ପପୁରରେ ଆସିଛି। ସେହିପରି ଭାବରେ ଯେପରି ଭାବରେ ନେତ୍ରୋତ୍ସବରେ ବଡ଼ଦାଣ୍ଡ ବା ପୁରୀ ହସ ବିମୁଖ ହେଉଠେ, ଆଜି ବର୍ଷାର ଆଗମନ ଦ୍ୱାରା ମଧ୍ୟ ପୁଷ୍ପପୁର ଆଜି ହସି ଉଠିଛି ବୋଲି ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହୁଛନ୍ତି। ତାପରେ ପ୍ରାସାଦ ବାତାୟନ ପଥରେ ତୋର ଆଗମନର ସତ ଶୁଭ ଶଙ୍ଖ ବାଜି ଉଠିଛି। ଏବଂ କ'ଣ କରିଛନ୍ତି ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ? ପୁଷ୍ପପୁରରେ ଅଛନ୍ତି, ପାଟନା ସହରରେ ଅଛନ୍ତି ଏବଂ ପାଟନା ସହରର କୌଣସି ଗୋଟିଏ କୋଠା ଘରେ ଅଛନ୍ତି। ସେ ପ୍ରାସାଦ ହେଉଛି କୋଠା ଘରର ବାତାୟନ ପଥରେ, ବାତାୟନ ଅର୍ଥ ହେଉଛି ଝରକା ପଥରେ ତୋର ଆଗମନର ସତ ଶୁଭ ଶଙ୍ଖ ବାଜି ଉଠିଛି। ସେ ପୁଷ୍ପପୁରରେ ବା ପାଟନା ସହରରେ କୋଠା ଘରେ ଅଛନ୍ତି ଏବଂ ସେ ବର୍ଷାର ଦୃଶ୍ୟକୁ ସେ ବର୍ଣ୍ଣନା କରୁଛନ୍ତି ବା ଉପଭୋଗ କରୁଛନ୍ତି। ସାଧାରଣତଃ ଆମେ ଜାଣିଛୁ ଯେତେବେଳେ ବର୍ଷା ଆସେ ଘଡ଼ଘଡ଼ି ବିଜୁଳି ହୁଏ ଏବଂ ସେଇ ଘଡ଼ଘଡ଼ି ବିଜୁଳିକୁ ତାର ଶୁଭ ଶଙ୍ଖ ସହିତ ତୁଳନା କରିଛନ୍ତି। କିଏ? ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତାପରେ ଦେଖନ୍ତୁ, ହେ ଦୂରବନ୍ଧୁ, ଏଇ ମେଘକୁ ବା ବାରିଦକୁ ଦୂରବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ବହୁଦିନ ପରେ ତୋର ଶୁଭାଗମନ ଆଜି ମଙ୍ଗଳକର ମଧୁମୟ ହେଉଠିଛି। ହେ ଦୂରବନ୍ଧୁ, ହେ ବାରିଦ, ଆଜି ବହୁଦିନ ପରେ ତୁ ଯେଉଁ ପୁଷ୍ପପୁରକୁ ଆସିଛୁ, ତୋର ଶୁଭାଗମନ ଆଜି ମଙ୍ଗଳକର ମଧୁମୟ ହୋଇ ଉଠିଛି ଏବଂ ତୋର ସ୍ପର୍ଶରେ ପୁଷ୍ପପୁର ଅଚିରେ ସଜୀବ ଓ ଶ୍ୟାମଳ ହୋଇ ଉଠିଛି। ଏବଂ ତୋର ସ୍ପର୍ଶରେ ତୋର ବର୍ଷା ଦ୍ୱାରା ଆଜି ପୁଷ୍ପପୁର ଅଚିରେର ଅର୍ଥ ହେଉଛି କ୍ଷଣିକ ପାଇଁ ସଜୀବ ଶ୍ୟାମଳ ହୋଇ ଉଠିଛି। ଆମେ ଜାଣିଛୁ ସାଧାରଣତଃ ଯେତେବେଳେ ବର୍ଷା ହୋଇନଥାଏ, ଗ୍ରୀଷ୍ମ ଋତୁରେ ବର୍ଷା ଯେତେବେଳେ ହୋଇନଥାଏ, ସେତେବେଳେ ଯେଉଁ ଗଛ ଲତାମାନଙ୍କର ଅବସ୍ଥା କିପରି ଥାଏ? ଯେତେବେଳେ ବର୍ଷା ଆସେ, ବର୍ଷାର ଆଗମନ ହୁଏ, ସେଇ ଯେଉଁ ମଉଳି ଯାଇଥିବା ଫୁଲ ହଉ ବା ପତ୍ର ହଉ କ୍ଷଣିକ ପାଇଁ ସବୁଜ ଶ୍ୟାମଳ ହୋଇ ଉଠନ୍ତି। ସେ ବର୍ଣ୍ଣନା କରୁଛନ୍ତି ଯେ ହେ ବର୍ଷା, ହେ ମେଘ, ହେ ବାରିଦ, ତୋର ଆଗମନ ଦ୍ୱାରା, ତୋର ଶୁଭ ଆଗମନ ଦ୍ୱାରା ଆଜି କ୍ଷଣିକ ପାଇଁ ହେଲେ ମଧ୍ୟ ପୁଷ୍ପପୁର ସଜୀବ ଏବଂ ସବୁଜମୟ ହେଇ ଉଠିଛି। ଅଚିରେର ଅର୍ଥ ହେଉଛି କ୍ଷଣିକ ପାଇଁ, ସଜୀବ ଶ୍ୟାମଳ, ଯେଉଁ ନିର୍ଜୀବ ଅବସ୍ଥାରେ ଥିଲେ ସେ ତୋର ଶୁଭାଗମନ ଦ୍ୱାରା ଆଜି ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ସେ ଜୀବ ପାଇଛନ୍ତି ଏବଂ ଶସ୍ୟ ଶ୍ୟାମଳ ହେଇ ଉଠୁଛନ୍ତି ବା ସବୁଜମୟ। ତାହେଲେ ଦେଖନ୍ତୁ ଯେ ବାରିଦ, ହେ ମେଘ, ହେ ବାରିଦ, ମୁଁ ଶୁଣିଛି ଯେ ଇତିହାସର କୋଉ ଅନାମ ଯୁଗରେ ବିତାଡ଼ିତ ବିରହୀ ଯକ୍ଷଟିଏ ପୁଷ୍ପର୍ଘରେ ତୋତେ ପୂଜା କରି ଅଳକାପୁରୀରେ ପ୍ରିୟା ପାଶକୁ ତୋ ହସ୍ତରେ ଉଦନ୍ତ ପଠେଇଥିଲା। ସେ କହୁଛନ୍ତି ଯେ ହେ ମେଘ, ହେ ବାରିଦ, ମୁଁ ଶୁଣିଛି ଯେ ଇତିହାସର କୋଉ ଅନାମ ଯୁଗରେ, ଅନାମର ଅର୍ଥ ହେଉଛି ଯେଉଁ ଯୁଗର ନାଁ ନାହିଁ, ବିରହୀ ଯକ୍ଷଟିଏ, ବିତାଡ଼ିତ ହୋଇଥିବା ବିରହୀ ଯକ୍ଷଟିଏ ତୋତେ ପୁଷ୍ପ ଅର୍ଘରେ ପୂଜା କରିଥିଲା। ତୋତେ ଫୁଲ ବା ପୁଷ୍ପ ଅର୍ଘ ଦେଇ ପୂଜା କରିଥିବାରୁ ତୁ କ'ଣ କରିଥିଲୁ? ତାର ଅଳକାପୁରୀରେ ଥିବା ପ୍ରିୟା ପାଶକୁ ତୋ ହସ୍ତରେ ଉଦନ୍ତ ପଠେଇଥିଲା। ଉଦନ୍ତର ଅର୍ଥ ହେଉଛି
ଚିଠି ପଠେଇଥିଲା। ଯେତେବେଳେ ଜଣେ ବିରହୀ ବିତାଡ଼ିତ ଯକ୍ଷଟିଏ ପୁଷ୍ପ ଅର୍ଘରେ ପୂଜା କରି ତୋ ହସ୍ତରେ ଚିଠି ଦେଇଥିଲା ଏବଂ ତୁ କ'ଣ କରିଥିଲୁ? ତୁ ସେଇ ତାର ପ୍ରିୟା ପାଖକୁ ବା ଅଳକାପୁରରେ ଥିବା ପ୍ରିୟା ପାଖକୁ ବା ପ୍ରେମିକା ପାଖକୁ ସେ ଉଦଣ୍ଡଟିଏ ପହଞ୍ଚେଇ ଦେଇଥିଲୁ। ତାପରେ କହୁଛନ୍ତି ଦେଖ, କିନ୍ତୁ ଘନ କିନ୍ତୁ ମେଘ ବ୍ୟକ୍ତି ଠାରୁ କ'ଣ ଗୋଷ୍ଠୀ ବଡ଼ ନୁହେଁ? ହେ ବାରିଦ ହେ ମେଘ, କ'ଣ ବ୍ୟକ୍ତି ଠାରୁ କ'ଣ ଗୋଷ୍ଠୀ ବଡ଼ ନୁହେଁ? ତୁ ଜଣେ ବିତାଡ଼ିତ ଯକ୍ଷର ଉଦନ୍ତ ବା ଚିଠି ବା ଖବର ପହଞ୍ଚେଇ ଦେଇଥିଲୁ ତାର ପ୍ରିୟା ପାଖକୁ, ଅଳକାପୁରରେ ଥିବା ପ୍ରିୟା ପାଖକୁ। କ'ଣ ବ୍ୟକ୍ତି ଠାରୁ କ'ଣ ଗୋଷ୍ଠୀ ବଡ଼ ନୁହେଁ? ତୁ ଜଣେ ବ୍ୟକ୍ତି ପାଇଁ କରିପାରୁଛୁ, ତୁ କ'ଣ ସାରା ଗୋଷ୍ଠୀ ପାଇଁ କରିପାରିବୁ ନାହିଁ? ଏହି ଭ୍ରାମ୍ୟମାଣ ଉଦାସୀନ ଧରଣୀ ବ୍ୟକ୍ତି ବିଶେଷର ଲାଭ କ୍ଷତିରେ ବିଚଳିତ ହୁଏ ନାହିଁ। ଏବଂ ସେ କହୁଛନ୍ତି ଏ ଭ୍ରାମ୍ୟମାଣ, ଏ ବୁଲୁଥିବା ଉଦାସୀନ ଧରଣୀ, ଏ ବୁଲୁଥିବା ଉଦାସୀନ ପୃଥିବୀ କେବେ ହେଲେ ବ୍ୟକ୍ତି ବିଶେଷର ଲାଭ କ୍ଷତିରେ ବିଚଳିତ ହୁଏ ନାହିଁ। କେବେ ହେଲେ ବି ଜଣକାର ଲାଭ କିମ୍ବା କ୍ଷତିରେ ଏହି ଧରଣୀ ବିଚଳିତ ହୁଏ ନାହିଁ। ମାତ୍ର ଯେଉଁ ବାୟୁ ସଲିଳ ଆଲୋକ ଉତ୍ତାପ ପାଇଁ ସେ ଜୀବମାନଙ୍କର ବାସଭୂମି ହୋଇଛି, ସେଥିରୁ ଗୋଟିଏ ଉଣା ହେଲେ କ'ଣ ଆଉ ସେ ବାସଭୂମି ହୋଇ ରହିପାରିବ? ସେ କହୁଛନ୍ତି ହେ ବାରିଦ, ଏ ଯେଉଁ ଭ୍ରାମ୍ୟମାଣ ଉଦାସୀନ ଧରଣୀ ଯେଉଁ ଲୋକମାନଙ୍କର ବାସଭୂମି ହେଇକି ରହିଛି ବା ଜୀବମାନଙ୍କର ବାସଭୂମି ହେଇକି ରହିଛି, କୋଉଥିପାଇଁ? ଏ ବାୟୁ, ଏଇ ଜଳ, ଏଇ ଆଲୋକ ଏବଂ ଏଇ ଉତ୍ତାପ ପାଇଁ ସେ ଲୋକମାନଙ୍କର ବାସଭୂମି ହେଇକି ରହିଛି। ଯଦି ଏଇଥିରୁ ସେ ବାୟୁ ହଉ ବା ଜଳ ହଉ ବା ଆଲୋକ ହଉ ବା ଉତ୍ତାପ ହଉ, ସେଥିରୁ ଯଦି କିଛି ଉଣା ହେବ, ଉଣାର ଅର୍ଥ ହେଉଛି କମ୍ ହେବ, ହେଲେ ସେଇ ଭ୍ରାମ୍ୟମାଣ ଉଦାସୀନ ଧରଣୀ ଜନଜୀବନର ଆଉ ବାସଭୂମି ହେଇକି ରହିପାରିବ ନାହିଁ। ଏବଂ କହୁଛନ୍ତି ତାପରେ ଦେଖନ୍ତୁ ଯେ ଜଳାଭାବରେ ଉତ୍କଳରେ ଆଜି ହାହାକାର ପଡ଼ିଛି। ହେ ବାରିଦ, ତୁ ଜାଣିଛୁ ଏଇ ଜଳର ଅଭାବ ହେତୁ ଆଜି ସାରା ଉତ୍କଳରେ ହାହାକାର ପଡ଼ିଛି। ଏଣୁ ଅଶ୍ରୁ ଅର୍ଘରେ ମାନସ କମଳ ଅର୍ପଣ କରି ତୋତେ ମୁଁ କାତରେ କହୁଛି, ପୁଷ୍ପପୁରରେ ସକର୍ମ ସାରି ଉତ୍କଳ ପଥରେ ଗତି କରିବୁ। ଏବଂ ସେ କହୁଛନ୍ତି ଏଣୁ ମୁଁ କ'ଣ କରୁଛି? ଏଣୁ ଦିନ ଅଶ୍ରୁ ଅର୍ଘରେ ମାନସ କମଳ ଅର୍ପଣ କରି ତୋତେ ମୁଁ କାତରେ କହୁଛି ଯେ ହେ ବାରିଦ ହେ ମେଘ, ମୋର ଏଇ ଅଶ୍ରୁ ଅର୍ଘରେ, ଏଇ ଲୁହଭରା ଆଖିରେ ମାନସ କମଳ ମନରେ ପଦ୍ମ ତୋତେ ଅର୍ପଣ କରି କାତରେ, କାତର ଅର୍ଥ ହେଉଛି ଦୁଃଖରେ ମୁଁ ତୋତେ ଅନୁରୋଧ କରୁଛି। କ'ଣ ଅନୁରୋଧ କରୁଛି? ଯେ ହେ ବାରିଦ, ତୁ ତୋର ପୁଷ୍ପପୁରରେ ସକର୍ମ ସାରି ଉତ୍କଳ ପଥରେ ଗତି